कहतु आगो को कहतु बड़ देउड़े प्रभु हाँ हाँ ए बड़ को बाट पड़ी गला की बड़ देउड़े बड़ देउड़े बड़ को बाट पड़ी गला की तुमनीर चक्र उड़ुची पताका तुमनीर चक्र उड़ुची पताका तुमनीर चक्र उड़ुची पताका तुमनीर चक्र उड़ुची पताका हे महाप्रभु हाँ ये मोटा करे चिड़ी गोला की बड़ देउड़े बड़ देउड़े बड़ पताका पूज्यपद श्री गुरु चरणे शरण भरोसा करछि तुम्भ भय चरण बड़ देउड़े बड़ को बाट पड़ी गला की अमृत प्रेम मूर्ति है जय राधा हरि बड़ देउड़े लीला तू व्यक्त कर अवतरी बड़ देउड़े वंश कल्प तरु हे देव चका डोरा बड़ देउड़े रहे पूर्ण भावे लगाई चालिया बड़ देउड़े बाट पड़ी गला की पतित पावन बाना हे उड़े फार फर बड़ देउड़े जनर गति है तुम्हे चक्रधारा बड़ देउड़े बड़ को बाट पड़ी गला की जय जय जगन्नाथ हे निराचर मुद्रा बड़ देउड़े निराचर हे विजय कर एणे घेनिण सुभद्रा बड़ देउड़े बड़ को बाट पड़ी गलानी जय जय जगन्नाथ हे क्षीर सिंधुवासी बड़ देउड़े अंक बिहारी हे कमला विलासी बड़ देउड़े बड़ को बाट पड़ी गला की हे बड़ देउड़े बड़ देउड़े बड़ को बाट पड़ी गला की सभासन मंडली मो कही निवेदन बड़ देउड़े कले मोर हे करिवे हे मार्जन बड़ देउड़े आलो भौणी मुही करे बारे ओळी बड़ देउड़े बड़ को बाट पड़ी गला की कले मालो न देव हटी गाड़ी बड़ देउड़े सजन मंडली करे बारे ओळी बड़ देउड़े हरि बोल संगतरे गप कहर ताड़ी बड़ देउड़े आलो भौणी मुही करे कहरांजली बड़ देउड़े रे माउसी एबे देवे हुड़ा हुड़ी बड़ देउड़े हरि बोल हुड़ा हुड़ी रे कुंठी तकी पाई बड़ देउड़े भार बोझ एबे बुही नवा पाई बड़ देउड़े हरि बोल हुड़ा हुड़ी एबे जेते दूर जाए बड़ देउड़े हत्या दी एबे छाड़ी न पड़ाई बड़ देउड़े बार सभा मध्य कर निवेदन बड़ देउड़े बड़ को बाटी बड़ गलानी सरे हरि बोल हुड़ा हुड़ी सन बड़ देउड़े बड़ को बाट पड़ी गला की नगरी लिखिले पूरा त्रय पुरंदर ये प्रभु
ରାମନଗର ସେ କଡ଼ାକ ସେ ନଗର ଶିଳ୍ପ ଶିଳ୍ପ ସେ ନଗର ଶିଳ୍ପ ଶିଳ୍ପ ଇଏ ବିଶ୍ୱକର୍ମା କଳ୍ପ କଳ୍ପ ଇଏ ବସି ବିଲୋକିଲେ ହେବ କଳ୍ପ କବ ଗୋଲକ ପ୍ରଧାନଙ୍କର କାବ୍ୟରୁ ଗୋଟିଏ ପଦ ଗୋଟିଏ ପଦ ସାର୍ ଯାହା କହିବେ ସଫା ସଫା କହିବେ ରମେଶ ଆଜ୍ଞା ସାର୍ ଆଜି ଆମେ ଦ୍ୱାରକାପୁର କଥା କାହିଁକି କହିବା କାହିଁକି କହିବା ସାର୍ ଦ୍ୱାରକାପୁରର ମହାତ୍ମ୍ୟ କଣ କଣ ଅଛି ଆମେ ଦ୍ୱାରକାପୁର ବିଷୟରେ ହଁ ହଁ ଜାଣିବା କାହିଁକି କାହିଁକି ଜାଣିବା ସାର୍ ଜାଣିଲେ ହବ କଣ ରମେଶ ଆଜ୍ଞା ଇଏ ଦ୍ୱାରକାପୁର ହଁ ହଁ ସ୍ୱୟଂ ଲୀଳାମୟ ପୁରୁଷ କୃଷ୍ଣ ଠାକୁରଙ୍କର ନିବାସ ସ୍ଥଳୀ ଆଜ୍ଞା ଆଜ୍ଞା କୃଷ୍ଣଙ୍କ ଚରିତ କଥା ଶ୍ରବଣ କରିବା ପାଇଁ ଆପଣ ମାନଙ୍କୁ ନିବେଦନ କରୁଛି ରମେଶ ଆମେ କୃଷ୍ଣଙ୍କ ନାମକୁ କାହିଁକି ଶୁଣିବା କାହିଁକି ଶୁଣିବା ସାର୍ ଶୁଣିଲେ ହବ କଣ କୃଷ୍ଣଙ୍କ ନାମକୁ ଶୁଣିଲେ ଶ୍ରବଣ କଲେ ଆମର ଲାଭ ହବ କଣ ଲାଭ ହବ କଣ ଛାନ୍ଦରୁ ପଦଟିଏ ଆଣନ୍ତୁ କବି ହଉଛନ୍ତି ଦୀନକୃଷ୍ଣ ଦାସ ଦାସ ପୁଅ କହିଲେ କଣ ବହି କହିଲେ ହଉଛି ରସକଲଡ଼ ରସକଲଡ଼ କ ଅନୁପ୍ରାସ ହଁ ହଁ ଗୋଟିଏ ପଦ ଆଣିବା ଆଣିବା ସାର୍ କବି କଣ କହିଲେ କଣ କହିଲେ ପଟ ହେ କୃଷ୍ଣ ଏ ନାମରେ ପାପ କ୍ଷୟ ହେତେ କରି ନ ପାରେ ପାପି ପାପ ଦେତେ କରି ନ ପାରେ ପାପି ପାପ ଦେତେ କରି ନ ପାରେ ପାପି ପାପ ଦେତେ କବି କହିଲେ ଆଜ୍ଞା ଆମେ କୃଷ୍ଣ ନାମକୁ ଶ୍ରବଣ କଲେ କୃଷ୍ଣ ନାମକୁ ପୂଜନ କଲେ ହଁ କୃଷ୍ଣଙ୍କ ନାମକୁ ଭଜନ କଲେ କଲେ ଆମର ଲାଭ ହେବ କଣ ଲାଭ? ନା କବି କହିଲେ କୃଷ୍ଣ ନାମରେ ପାପ କ୍ଷୟ ଯେତେ ଯେତେ କରି ନପାରେ ପାପି ପାପ ସେତେ ହଉ ହଉ ଜଣେ ପାପି ହଁ ଜୀବନ ଯାକରେ ହଁ ହଁ ଯେତେ ପାପ ଅର୍ଜନ କରିଥାଏ ହଁ ଥରୁଟିଏ କୃଷ୍ଣ ନାମକୁ ଶ୍ରବଣ କଲେ ହଁ କୃଷ୍ଣ ନାମକୁ ଭଜନ କଲେ ହଁ ଏମା କୃଷ୍ଣଙ୍କ ନାମକୁ କୀର୍ତ୍ତନ କଲେ ସମସ୍ତ ପାପ ଧୋଇ ହେଇଯାଏ ଟିକେ ଭଜନ କରିବା ସାରେ ରମେଶ ଆଜ୍ଞା କୃଷ୍ଣ ନାମକୁ ଟିକେ ଭଜିବା ଆଉ ହଜି ବୁଝେ ଭଜିବା ସାରେ ଟିକେ ଅର୍ଥ ଆଡକୁ ଆସିବୁ ନା ଅର୍ଥ ଆଗେ କରିବା ହଉ କୃଷ୍ଣ ନାମକୁ ଭଜିଲେ ଏତେ ପାପ ଧୋଇ ହେଇଯାଏ ହେଇଯାଏ ଶରୀରରୁ ପାପ ଦୂର ହେଇଯାଏ ବିଲକୁଲ ଦୂର ହେଇଯାଏ ସାରେ ଆଉ କିଛି ରମେଶ ରୁହେନି। ଆଜ୍ଞା ତେଣୁ ଜଣେ ପାପୀ ପାପ କଲେ ପାପ ଧୋଇ ହେଇଯାଏ ତେବେ ଜଣେ ପାପୀ ପାପ କରିବା ପାଇଁ ବିଲକୁଲ ଭୟ କରିବ ନାହିଁ ରମେଶ ଆଜ୍ଞା ତେଣୁ ତୁ ପ୍ରତ୍ୟେକ ଦିନ ଗାଈ ମାରେ ହଁ ହଁ ପ୍ରତ୍ୟେକ ଦିନ ହଁ ବ୍ରାହ୍ମଣ ବ୍ରହ୍ମ ହତ୍ୟା କର କଣ ଜୀବ ହତ୍ୟା କର ଯେତେ ମାଛ ମାରେ ଯେତେ ବ୍ରଏଲର ମାରେ କାହିଁକି? ସେଗୁଡାକ ତତେ ପାପ ହବ ନାହିଁ ଥରଟିଏ ତ କୃଷ୍ଣ ନାମ ଜପ କରିଦେଲେ ଭଜନ କରିଦେଲେ ସବୁ ପାପ ଧୋଇ ହେଇଯିବ ହେଇଯିବ ପାପ କରିବା ପାଇଁ କାହିଁକି ଡରିବା ବିଲକୁଲ ନାହିଁ ସାର୍ ଆଉ ଭୟ କରିବାର ନାହିଁ ମା ଆଜ୍ଞା ଶାଶୁ ଶ୍ୱଶୁରଙ୍କୁ ବାଡେଇବା ବାଡିବା ଶାଶୁ ଶ୍ୱଶୁରଙ୍କୁ ଘରୁ ବାହାର କରିଦବା ହଁ ଦେବା କଥା ନା ଶାଶୁ ଶ୍ୱଶୁରଙ୍କୁ ଦୁଃଖ ଦେବା ହଁ, ହଁ। ପାପ ତ ଲାଗିଲେ କୃଷ୍ଣ ନାମ ଅଛି ଭଜନ କରିବା ସରିଯିବ ପାପ ପାପ ଧୋଇ ହେଇଯିବ ହଁ, ହଁ। ଚିନ୍ତା କଣ ଅଛି ରମେଶ ଆଜ୍ଞା ଏ କଥା ନୁହଁ ଆଉ କୋଉ କଥା ସାରେ କେତେଟା ପାପ ହଁ ଧୋଇ ହୁଏ ନାହିଁ କୋଉ ପାପ ଧୋଇ ହୁଏ ନାହିଁ ସାରେ କିଏ କହିଲେ କୃଷ୍ଣ ଦୈପାୟନ ବ୍ୟାସ ବ୍ୟାସ କହିଲେ କଣ କହିଲେ କଣ କହିଲେ ନା ସବୁ ପାପ କୃଷ୍ଣ ନାମରେ ଧୋଇ ହେଲା ବେଳକୁ ଆଉ କେତେଟା ପାପ ଧୋଇ ହୁଏ ନାହିଁ କେତେଟା ପାପ ହଁ ଯାଏ ନାହିଁ ସେ ପାପ ଗୁଡାକ କଣ କୋଉ ପାପ ଯାଏ ନାହିଁ କଠିନ ପାପ ହେଇଥାଉ ଆଉ ଏଁ? ରମେଶ ଆଜ୍ଞା। ହଁ ହଁ କୃଷ୍ଣ ଦୈପାୟନ ବ୍ୟାସ ହଁ ହଉ ହଁ କଣ ଲେଖିଲେ କଣ ଲେଖିଲେ ଅସ୍ୱସ୍ଥ ଛେଦି ପିତୃମାତୃ ମାତୃଘାତୀ ପହାରି ପରଦାର କେଶ
ନାରୀ ଏନ ପଚତି ପାପ ଚତୁର୍ଯୁଗାନି କଥା ବୁଝିବୁ ନା ହେ ହେ ରମେଶ ଆଜ୍ଞା ସାରେ କେତେଟା ପାପ ହଁ କୃଷ୍ଣ ନାମ ଜପ ହଁ ରାମ ନାମ ଜପ ଜପ ଯେ କୌଣସି ଠାକୁରଙ୍କୁ ପୂଜା କର କଲେ ତୀର୍ଥ ଗମନ କର ହଉ ପାପ ଧୋଇ ହୁଏ ନାହିଁ ସେ ପାପ ଗୁଡିକ କଣ ସାରେ କେଉଁ ପାପ ଧୋଇ ହୁଏ ନାହିଁ ସଫା ସଫା କୁହନ୍ତୁ ଟିକେ ସର୍ଟରେ କୁହନ୍ତୁ ଅସ୍ୱସ୍ଥ ଛେଦି ପିତୃମାତୃ ଘାତି କଥା ବୁଝା ପଡିଲା ନାହିଁ ସାରେ ବୁଝିପାରିଲୁନି ବିଲକୁଲ ନାହିଁ ରମେଶ ଆଜ୍ଞା ସାରେ ଅସ୍ୱସ୍ଥ ଅସ୍ୱସ୍ଥ କହିଲେ ଅସ୍ୱସ୍ଥ କହିଲେ ଜଡି ଗଛ ଅସ୍ୱସ୍ଥ ଗଛ ଆଉ ସେ କଥା କହୁନାହାନ୍ତି ଜଡି ବୃକ୍ଷ ହଁ ଜଡି ବୃକ୍ଷକୁ ଯିଏ ଛେଦନ କରେ କରେ ଛେଦନ କରିବା ଦ୍ୱାରା ହଁ ହଁ ଯେଉଁ ପାପ ହୁଏ ହୁଏ ସେ ପାପରେ ହଁ ସେ ପାପର ମୁକ୍ତି ନାହିଁ ଖଣ୍ଡନ ଆ ଜଡି ଗଛର କ୍ଷୀର ବାହାରିବ ସେ କ୍ଷୀର ଛାଡିବ ନା ହଁ ଆଚ୍ଛା କ୍ଷୀର ପାଇଁ ପାପ ଲାଗେ ଆଉ ଶୁଣୁ 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 ଆଜ୍ଞା ବୈଜ୍ଞାନିକ ମାନେ କଣ କହିଲେ ପରିବେଶବିତ ମାନେ ହଁ ହଁ ପ୍ରମାଣ କରିଛନ୍ତି ହଁ ଗୋଟିଏ ପୂର୍ଣ୍ଣାଙ୍ଗ ଅସ୍ୱସ୍ଥ ବୃକ୍ଷ ହଁ ହଁ ବର୍ଷକ ଭିତରେ ବର୍ଷକ ଭିତରେ ଆମକୁ ଜୀବନ ଦେଇଛନ୍ତି ଜୀବନ ଦେଇଛନ୍ତି କେମିତି ବୃକ୍ଷ ନହେଲେ ଜୀବନ ନାହିଁ ହଁ ହଁ ହିଁ ଜୀବନ ଯେମିତି କେମିତି ଅମ୍ଳଜାନ ଆମର ନିଶ୍ୱାସରେ ଗ୍ରହଣ କରନ୍ତି ଆମେ କରନ୍ତି ମାନେ ପ୍ରଶ୍ୱାସରେ ଅଙ୍ଗାରକାମ୍ଳ ଛାଡନ୍ତି ଛାଡ ହଁ ବିଷ ହଉଛି ଅଙ୍ଗାରକାମ୍ଳ ହଁ ହଁ ଅମୃତ ହଉଛି ଆଜ୍ଞା ଅମ୍ଳଜାନ ହଁ ଆମେ ଯାହାକୁ ଗ୍ରହଣ କରନ୍ତି ତାହା ଅମୃତ 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 ଦିଏ କିଏ ନା ଇଏ ଆଜ୍ଞା ଅସ୍ୱସ୍ଥ ବୃକ୍ଷ ଖାଲି ଅସ୍ୱସ୍ଥ ବୃକ୍ଷ ନୁହଁ ହଁ ଇଏ ଆମ ପୃଥିବୀରେ ଯେତେ ବୃକ୍ଷ ଅଛି ସବୁ ବୃକ୍ଷ ଆମକୁ ଅମ୍ଳଜାନ ଦିଅନ୍ତି ଆମ ଠାରୁ ଯୋଉ ବିଷ ଆମେ ନିଷ୍କାସନ କରନ୍ତି ଯାହା ଛାଡନ୍ତି ତାକୁ ସେମାନେ ତାଙ୍କର ଖାଦ୍ୟ ଭାବରେ ଗ୍ରହଣ କରି ଅମ୍ଳଜାନ ଆମକୁ ଦଉଥିବାରୁ ଆମେ ବଞ୍ଚିଛନ୍ତି ଏ ସଜ୍ଜନ ତେବେ ଅସ୍ୱସ୍ଥ ବୃକ୍ଷ କଥା କବି କାହିଁକି କହିଲେ ନା ପୃଥିବୀରେ ଯେତେ ପ୍ରକାର ବୃକ୍ଷ ଅଛି ସମସ୍ତ ବୃକ୍ଷ ଠାରୁ ସବୁ ଅଧିକ ପରିମାଣର ଅମ୍ଳଜାନ କେବଳ ଅସ୍ୱସ୍ଥ ବୃକ୍ଷ ଦିଏ ଗୋଟିଏ ସ୍ୱତନ୍ତ୍ର ଗଛ ଆଉ ବାବୁରେ ହେଉଛି ବୈଜ୍ଞାନିକ ମତ ଶାସ୍ତ୍ର ମତ ଅନୁସାରେ ପୁରାଣ ମତ ଅନୁସାରେ ହେଇଛି କଣ ଇଏ ଅସ୍ୱସ୍ଥ ବୃକ୍ଷ ଏକ ଦେବ ବୃକ୍ଷ ଦେବତା ମାନଙ୍କର ବୃକ୍ଷ ଏଠାରେ ପୂଜା ଆରାଧନା କଲେ ସ୍ନାନ ପରେ ଧୂପ ଦୀପ ନୈବେଦ୍ୟ ସିନ୍ଦୁର ଦେଇ ପୂଜା କଲେ ଆମ ପରିବାର କୋଶଳରେ ରହନ୍ତି ଆଜ୍ଞା ଆଜ୍ଞା ରମେଶ ଆଜ୍ଞା ସାରେ ଗଲା ଅସ୍ୱସ୍ଥ ଛେଦି ପିତୃମାତୃଘାତୀ ବାପା ମା ପିତୃମାତୃର ଅର୍ଥ ହଉଛି ବାପା ମା ଇଏ ଯେଉଁମାନେ ବାପା ମାଙ୍କ ମନରେ ଦୁଃଖ ଦିଅନ୍ତି ବାପା ମାଙ୍କ ମନରେ କଷ୍ଟ ଦିଅନ୍ତି ବାପା ମାଙ୍କୁ ଘରୁ ବାହାର କରିଦିଅନ୍ତି ଆଜ୍ଞା ସାରେ ସେମାନଙ୍କର ପାପ କେବେ ଧୌତ ହୁଏ ନା ସେ ପାପ ଗୁଡାକ ଲାଗିକି ଥାଏ ସୀମା ପହାରୀ କଣ ନା ଧରାଯାଉ ଆପଣଙ୍କର କ୍ଷେତ ଏ ଗୋପାଳ ଭାଇର କ୍ଷେତ ଏବଂ ରାମ ଭାଇର କ୍ଷେତ ଦୁଇଟି କ୍ଷେତ ପାଖାପାଖି ଲାଗିକି ଅଛି ମଝିରେ ଗୋଟିଏ ହୁଡା ଦୁଇ ଭାଗ କରିଛି ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ଧାନ ରୁଆ ହୁଏ ଧାନ ରୋଇବା ପୂର୍ବରୁ ଆମ ଆଡେ ଆଜ୍ଞା କତି କହନ୍ତି କତି କାଟନ୍ତି ଆପଣଙ୍କ ଆଡେ କଣ କହନ୍ତି ମୁଁ ଜାଣିନି କତି କହିଲେ ହୁଡାକୁ ସାଇଜ କରିବା ବିଲକୁ ସାଇଜ କରିବା ପାଇଁ କତି କଟା ହୁଏ କତି ତ ସମସ୍ତେ କାଟନ୍ତି କିନ୍ତୁ କବି କହିଲେ କତି କାଟିଲା ବେଳେ ଯେଉଁ ମାଟି ଆସେ ସେ ମାଟିକୁ ନିଜ ହୁଡା ଉପରେ ନ ଦେଇ ରାମ ଭାଇର ଘୋଡା ଆଡକୁ ଯଦି ତାଙ୍କ ବିଲ ଆଡକୁ ଦେଇ ଦିଆଯାଏ ତେବେ ପ୍ରତ୍ୟେକ ବର୍ଷ ସେ ପ୍ରକାର ମାଟି ଦେଲେ ଏ ଗୋପାଳ ଭାଇର କିଆରିଟା ବଢିବ ସିନା ରାମ ଭାଇର କିଆରିଟା ଛୋଟ ହେଇଗଲା କାହିଁକି ନା ମାଟି ପଡୁଛି ରାମ ଭାଇ ଆଡେ ନା ନାଇଁ କବି କହିଲେ ଯେଉଁମାନେ ଏ ପ୍ରକାର ଆଜ୍ଞା ସୀମା ଅପହରଣ କରନ୍ତି ସେମାନଙ୍କୁ ଯେଉଁ ପାପ ଲାଗେ ସେ ପାପର ମୁକ୍ତି ନାହିଁ କଥା ବୁଝିବୁ ସାର୍ ସେଇ କଥା ଯଦି ଆଗରୁ କହିଥାନ୍ତେ ମୁଁ ଏ କାମ ବିଲକୁଲ କରିନଥାନ୍ତି ସାର୍
तू ए काम करूचु କରିଛି ସାରେ ଅଜାଣତରେ ଆଉ ମୁଁ ଜାଣିନି ଏତେ ପାପ ଆଉ ବୋଲି କରିବୁନି ହେଲା ନା ବିଲକୁଲ କରିବିନି ସାରେ ଗୋବିଜ ହନ୍ତା ଗୋବିଜ କହିଲେ ବୁଝି ହେଲା ନାହିଁ ମାନେ ହଁ ଗୋରୁ ଗାଈ ପାଳନ କରନ୍ତି ଗୋରୁ ଗାଈ ପାଳନ କରନ୍ତି ହଁ ହଁ ଗାଈଟିଏ ବାଛୁରୀ ଦିଏ ଆଜ୍ଞା ବାଛୁରୀ ଦବା ପରେ ହଉ ଆମ ଚାଷୀ ଭାଇ ମାନେ ଅଛନ୍ତି ହଁ କହ୍ନାରୁ ଶେଷ ବିନ୍ଦୁ କ୍ଷୀର ବାହାରିବା ପାଇଁ ଦୋହନ କରନ୍ତି ସାରେ କ୍ଷୀର ସୋସାଇଟିରେ ଦେବେ ଆଉ କୁଟା କେରେ କିମ୍ବା ଦାନା ଗଣ୍ଡେ ଦିଅନ୍ତି ନାଇଁ ଏବେ ଦାନା ଦଉଛୁ ନା ନାଇଁ ଆଜ୍ଞା ଏ ପ୍ରକାର କଲେ ଲ ମା ହବ କଣ ଗାଈଟା ମରିଯିବ ସିନା ବାଛୁରୀଟା ମରିବ ଗାଈଟା ମରିବ ନାହିଁ ଗାଈ ମରିବ ବାଛୁରୀ ମରିବ ହଁ ଉଭୟ ମରିବେ ଦୁଇ ଜଣ ସାରା ମରିବେ ଆଉ ନା ନାଇଁ ଆଜ୍ଞା ବ୍ୟାସ କହିଲେ ଯେଉଁମାନେ ଏ ପ୍ରକାର କର୍ମ କରନ୍ତି ଗାଈକୁ ଦାନା ନ ଦେଇ କ୍ଷୀର ଦହନ କରନ୍ତି ଗୋ ହତ୍ୟା କରନ୍ତି ସେମାନଙ୍କର ପାପ କେବେ ମୁକ୍ତି ଲାଭ କରେ ନା ଆଉ ଗୋଟିଏ କଥା ଶେଷ କଥା କହିଲେ କଣ ସେଇଟା ସାରେ ପରଦାରା କେଶୁ ଯେଉଁମାନେ ନିଜର ସ୍ତ୍ରୀ ଥାଉ ଅନ୍ୟ ସ୍ତ୍ରୀ ଉପରେ ଅନ୍ୟର ଝିଅ ଭଉଣୀ ଉପରେ ଦୃଷ୍ଟି ନିକ୍ଷେପ କରନ୍ତି ଲୋଲୁପ ଦୃଷ୍ଟି ଦିଅନ୍ତି ଆଜ୍ଞା ଠିକ ୟା ଭଳି ସାରେ ତୁ ତ ସବୁ ଜାଣିଛୁ ଆଉ ତୁ ତାଙ୍କ ଘରକୁ ଗଲୁ କେତେବେଳେ ଯେ ତୁ ଜାଣିଲୁ ତା ଭଳି କହୁଛୁ ସେ ସାର୍ ମୋ ସୟା ଆଉ ଆଚ୍ଛା ଶୁଣୁ ଆଜ୍ଞା ଆଜ୍ଞା ନିଜ ମା ଭଉଣୀ ପରି ଅନ୍ୟର ମା ଭଉଣୀକୁ ଦେଖିବା ଉଚିତ ନାଇଁ ଇଏ ଚାଣକ୍ୟ କଣ କହିଲେ ମାତୃବତ ପରଦାରେ ସର୍ବଭୂତେଷୁ ପଶ୍ୟତି ସ ପଣ୍ଡିତ ରମେଶ ତେଣୁ ଅନ୍ୟର ଝିଅ ଭଉଣୀକୁ ଯେ ଖରାପ ଦୃଷ୍ଟିରେ ଦେଖେ ଖରାପ କାମ କରିବା ପାଇଁ ପଶ୍ଚାଦପଦ ହୁଏ ନା ସେଇ ବ୍ୟକ୍ତିର ଯେଉଁ ପାପ ହୁଏ 4 ଯୁଗ ବିତି ଯାଏ ସିନା ପାପ ଧୌତ ହୁଏ ଗଙ୍ଗା ଯାଅ ଗୟା ଯାଅ କାଶୀ ଯାଅ ବୃନ୍ଦାବନ ଯାଅ ଯୋଉଠି ଗଲେ ମଧ୍ୟ ଯୋଉଠି ବୁଡ ଦେଲେ ମଧ୍ୟ ଏ ପାପର ମୁକ୍ତି ନାହିଁ କୃଷ୍ଣ ନାମ ଗାଇବ କଣ ତମେ ଯେତେ ଦେବାଦେବୀଙ୍କୁ ପୂଜା କଲେ ମଧ୍ୟ ଗୋଟିଏ ଅଶ୍ୱମେଧ ଯଜ୍ଞ କଲେ ମଧ୍ୟ ମୁକ୍ତି ନାହିଁ ରମେଶ ଆଜ୍ଞା ତେଣୁ ସେ ଦ୍ୱାରକାପୁର କୃଷ୍ଣଙ୍କ କଥା କହିବା ପାଇଁ ଇଚ୍ଛା କରି ରମେଶ ଦ୍ୱାରକାପୁର ସିଂହାସନ ଉପରେ ସେଦିନ ଆଜ୍ଞା ଲୀଳାମୟ ପୁରୁଷ କୃଷ୍ଣ ଠାକୁର ବସିଛନ୍ତି କେମିତି ବସିଛନ୍ତି ନା ମୁଖମଣ୍ଡଳଟା ମଳିନ ପଡିଯାଇଛି ମନରେ ଦୁଃଖ ମୁଖମଣ୍ଡଳରେ ସରସତା ନାହିଁ କଣ ଗୋଟିଏ ଚିନ୍ତା କରି ବସିଛନ୍ତି କଣ ଚିନ୍ତା କରୁଛନ୍ତି ଭାଗବତ କଣ ଚିନ୍ତା କଲେ ଅତି ବଡି ଜଗନ୍ନାଥ ଦାସ ଭାଗବତ ଗୋଟିଏ ପଦ ଆଣିବେ କଣ ଚିନ୍ତା କଲେ ଶ୍ରୀକୃଷ୍ଣ ରନ୍ତି ମନେ ଆଜର ମିବା ବୃନ୍ଦାବନେ ଆଜର ମିବା ବୃନ୍ଦାବନେ ଆଜ୍ଞା ସାର୍ ଶ୍ରୀକୃଷ୍ଣ ସିଂହାସନ ଉପରେ ବସି ବିଚାର କରୁଛନ୍ତି ମନରେ ଚିନ୍ତା କରୁଛନ୍ତି କଣ ଚିନ୍ତା କଲେ କଣ ନା ବହୁ ଦିନ ହେଲାଣି ଇଏ ଦ୍ୱାରକାପୁରକୁ ମୁଁ ଚାଲି ଆସିଛି ଗୋପପୁର ବୃନ୍ଦାବନ ଯମୁନା କୂଳ କଥା ଭୁଲି ଯାଇଛି ଆଉ ମନରେ ପଡୁନାହିଁ ଆଜି କିନ୍ତୁ ମନେ ପଡିଛି କୃଷ୍ଣ ଠାକୁର କହୁଛନ୍ତି ଅନେକ ଦିନରୁ ମୁଁ ଯାଇନି ଆଜି ବୃନ୍ଦାବନକୁ ଯିବି କାହିଁକି ଯିବା ପାଇଁ ଇଚ୍ଛା କଲେ ଏ 16 ଗୋପନାରୀ ମତେ ବରିଲେ
ପଟରି ରମେଶ କୃଷ୍ଣ ଠାକୁର କହୁଛନ୍ତି କଣ 16,000 ଗୋପ ନାରୀ ନାରୀ ମତେ ବରିଲେ ତପ କରି ହଁ ହଁ ଏ 16,000 ଗୋପ ନାରୀ ହଁ ଆଜି ମୋର ଭାରି ମନେ ପଡୁଛନ୍ତି ହଁ ହଁ କାହିଁକି କାହିଁକି ସେ ମୋର ଭକ୍ତ ବିଶ୍ୱାସ ମୁଁ ତାଙ୍କୁ ପୁରାଇବି ଆସ ମୁଁ ତାଙ୍କୁ ପୁରାଇବି ଆସ ମୁଁ ତାଙ୍କୁ ପୁରାଇବି ଆସ ରମେଶ ହଉ ଗୋପପୁରରେ କେତେ ଗୋପାଳ ଥିଲେ କେତେ ଗୋପାଳ ଥିଲେ କେତେ ଗୋପାଳ ଗୋପାଳଣୀ ଥିଲେ ହଁ ହଁ 16,000 ପ୍ରାସାରେ ହଁ ଭାଗବତ କହିଲା ଗୋପପୁରରେ 16,000 ଗୋପ ନାରୀ ହଁ ହଁ ରମେଶ ଆଜ୍ଞା 16,000 କହିଲେ କେତେ 16,000 16,000 ଆଜ୍ଞା ଗୋପ ନାରୀ ହଁ ମତେ ବରିଲେ ତପ ତପ କରି କେତେ ଗୋପ ନାରୀ ନା 16,000 16,000 ତେବେ ଗୋପପୁରରେ ହଁ 16,000 ଗୋପ ନାରୀ ଥିଲେ ହଁ ନା ଅଧିକ ଥିଲେ ଅଧିକ ଥିଲେ ଯଦି ଅଧିକ ଥିଲେ ହଁ ଯେତିକି ତାଙ୍କ ଲିଷ୍ଟରେ ଥିଲା ସେତିକି ତାଙ୍କର ଆଶା ପୂର୍ଣ୍ଣ କରିବେ ନା ଆଉ ହଁ ହଁ ଓହୋ ଲିଷ୍ଟ ଏଇ ତ ଏବେ ସବୁ ପଞ୍ଚାୟତ ମାନଙ୍କରେ ରେସନ କାର୍ଡ ଅଛି ରେସନ କାର୍ଡ ସେଠାରେ ଲିଷ୍ଟ ଗୋଟିଏ ଆଜ୍ଞା ଆଧାର କାର୍ଡ ଲିଷ୍ଟ ଅଛି ହଁ ହଁ ଯୋଉ ମାନଙ୍କର ଲିଷ୍ଟ ଭୋଟର ତାଲିକାରେ ଲିଷ୍ଟ ଅଛି ସେମାନଙ୍କୁ ଚାଉଳ ଦିଆ ହଉଛି ଆଜ୍ଞା ଅନ୍ୟ ମାନଙ୍କୁ ଦିଆ ହଉନି ପାଇବେ କେମିତି ସେମାନେ କୃଷ୍ଣ ସେଇଆ ଭାବିଲେ ଆଉ ଗୋପପୁର ବାସୀଙ୍କର ଯେତେଟା ଲିଷ୍ଟ ଅଛି ଆଜ୍ଞା ସେମାନେ ମତେ ବରଣ କରିଛନ୍ତି ହଁ ଅନ୍ୟମାନେ କେହି କରିନାହାନ୍ତି ଲିଷ୍ଟରେ ନଥିବା ଲୋକ ବରଣ କରିନାହାନ୍ତି ନାଇଁ ନାଇଁ ତେବେ ରମେଶ ଆଜ୍ଞା ଗୋପପୁରରେ ହଉ କେତେ ଗୋପାଳ ଥିଲେ କେତେ ଗୋପାଳ ଥିଲେ ସାର୍ 16,000 ପରା କେମିତି ଜାଣିବା କେମିତି ଜାଣିବା ଆଉ ଥରେ ଜନଗଣନା କରିବା ପାଇଁ ପଡିବ ସାର୍ କୋଉଠୁ ଜାଣିବା କୋଉଠୁ ଜାଣିବା ଗୋପପୁରରେ କେତେ ଗୋପାଳୁଣୀ ଥିଲେ ଥିଲେ 16,000 ହଁ କୃଷ୍ଣଙ୍କୁ ବରଣ କଲେ ହଁ କଣ ଇଏ ଗୋପପୁରରେ 16,000 କେବଳ ଥିଲେ ହଁ। ନା ଅଧିକ ଥିଲେ କେମିତି ଜାଣିବା କେମିତି ଜାଣିବା ନା ଯିବା ଆମେ ଆଜ୍ଞା ବସୁ ସାହିତ୍ୟ ଆଡୁ ବସୁ ବସୁ ହଁ କୃଷ୍ଣ ପ୍ରସାଦ ବସୁ ହଁ ହଁ କେତେ ଗୋପାଳୁଣୀ ଥିଲେ ସେ ଆଡିକି ଯିବା ସିଆଡିକି ଯିବା ତେବେ ହଁ ଗୋପପୁରକୁ ଯିବା ପୂର୍ବରୁ ତାର ପୂର୍ବ ପରିସ୍ଥିତି ଟିକେ ଅବଲୋକନ କରିବା ଟିକେ ଟିକେ ବେଶୀ ନାହିଁ ସାର୍ ରମେଶ ଆଜ୍ଞା ସେଦିନର କଥା ହଁ ହଁ କୁହନ୍ତୁ ଦେବର୍ଷି ନାରଦ ନାରଦ କୃଷ୍ଣଙ୍କୁ ହଁ ହଁ ଉପଦେଶ ଦେଲେ ଦେଲେ କହିଲେ ହେ ଠାକୁରେ ଆପଣ ଇଏ ଗୋପପୁରରେ ରହି ହଉ ମଥୁରାପୁରରେ ରହି ହଁ ଅନେକ ପାପ କରିଛନ୍ତି ତେଣୁ ଏ ପାପରୁ ମୁକ୍ତି ପାଇବା ପାଇଁ ହେଲେ ହେଲେ ଆପଣଙ୍କୁ ଯଜ୍ଞ କରିବାକୁ ପଡିବ ଯଜ୍ଞ ଯଜ୍ଞ କଥା କାହିଁକି କହୁଛି କାହିଁକି? ଗୋପପୁରରେ କେତେ ଗୋପାଳୁଣୀ ଥିଲେ ହଁ ହଁ ହଉ ହଉ ଆଜ୍ଞା ତେଣୁ ନାରଦ ମହର୍ଷିଙ୍କର ନିର୍ଦ୍ଦେଶରେ ହଁ ହଉ ହଁ ହଉ ପରାମର୍ଶରେ ହଁ ହଁ କୃଷ୍ଣ ଠାକୁର ହଁ ପ୍ରଭାସ ଠାରେ ହଁ ଯଜ୍ଞ କରୁଛନ୍ତି ହଁ ଯଜ୍ଞ କଲେ ଯଜ୍ଞ ପାଇଁ ଆୟୋଜନ କରୁଛନ୍ତି ହଁ, ହଁ। ରାଜମାତା ଦେବକୀ ଦେବକୀ ନାରଦ ମହର୍ଷିଙ୍କୁ ହଁ ଅନୁରୋଧ କଲେ ହଁ, ହଁ। କହିଥିଲେ ହେ ନାରଦ ମହର୍ଷି କୁହନ୍ତୁ ଯଦି ଇଏ ଯଜ୍ଞ କରିବା ପାଇଁ ଆପଣ ପରାମର୍ଶ ଦଉଛନ୍ତି ତେବେ ଏ ଯଜ୍ଞକୁ ହଁ ଆସିବା ପାଇଁ ନିମନ୍ତ୍ରଣ ପତ୍ର ହଁ, ହଁ। ବାଣ୍ଟିବାର ଦାୟିତ୍ୱ ହଁ, ହଁ। ଆପଣଙ୍କୁ ମୁଁ ସମର୍ପଣ କଲି ଇଏ ଭାରତ ବର୍ଷରେ ଯେତେ ରାଜ୍ୟ ଅଛି ଅଛି ସ୍ୱର୍ଗ ମର୍ତ୍ତ୍ୟ ପାତାଳ ହଁ ସମସ୍ତଙ୍କୁ ନିମନ୍ତ୍ରଣ ଦବାର ଭାରଟା ଆପଣଙ୍କ ହାତରେ ରହିଲା ହଁ, ହଁ। ରହିଲା ଆପଣ ନିମନ୍ତ୍ରଣ କରିବେ ହଁ କିନ୍ତୁ ଗୋଟିଏ କଥା ମନେ ରଖିଥିବେ କୁହନ୍ତୁ ହଁ ହଁ ଯେ ସବୁ ରାଜାଙ୍କୁ ନିମନ୍ତ୍ରଣ ଦେବେ ସବୁ ହଁ। ରାଜ୍ୟକୁ ନିମନ୍ତ୍ରଣ ମାତ୍ର ଗୋପପୁରବାସୀଙ୍କୁ ନିମନ୍ତ୍ରଣ କରିବେ ନା ନାଇଁ 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 କାହିଁକି କାହିଁକି?
ନା ସେ ଗୋପାଳୁଣୀ ମାନେ ହଁ ମୋ କୃଷ୍ଣଙ୍କୁ ହଁ କିମିଆ କରି ହଁ। ମୋ ଠାରୁ ଛଡେଇ ନେଇଥିଲେ। ହଁ ଏତେ ଦିନ ପରେ ହଁ। ମୋ ପୁଅକୁ ମୁଁ ପାଇଛି। ପାଇଛି ଯଦି ପୁନର୍ବାର କୃଷ୍ଣଙ୍କୁ ଦେଖନ୍ତି ସେମାନେ କିମିଆ ଜାଣନ୍ତି ମୋ ପୁଅକୁ ପୁଣି ଘେନି ଚାଲିଯିବେ। କୁହୁକ କରି ମୋ ପୁଅକୁ ନେଇଯିବେ। ଏଣେ ଶୁଣୁଥିଲେ ଗୁଣି କମ ଦେଇ ମନ କର୍ଣ୍ଣ ବାୟା ମନ ବାୟା ମନ ଯାହା ଯାହା ନ୍ୟାୟ ଶାସ୍ତ୍ର ହେବୁ ଆଲୋଚନ ମୋ ବାୟା ମନ ବାୟା ମନ। ନିମନ୍ତ୍ରଣ ପତ୍ର ନେଇ ହଁ। ନାରଦ ମହର୍ଷି ହଁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଚତୁର୍ଦିଗ ବୁଲି ଆସିଲେ। ବୁଲି ଆସିଲେ ମନରେ ଚିନ୍ତା କଲେ ଟିକେ ଗୋପପୁରଟାକୁ ମାଡ଼ି ଦେଇକି ଯିବା। ହଁ ରାଜମାତା ହଁ ଗୋପପୁରକୁ ବାରଣ କରିଛନ୍ତି। ବାରଣ କରିଛନ୍ତି ଗୋପପୁରକୁ ନିମନ୍ତ୍ରଣ ହବନି। ନାଇଁ ନାଇଁ ଯଦିଓ ମୁଁ ନିମନ୍ତ୍ରଣ ଦେବିନି ଦେବିନି ଟିକେ ଗୋପପୁର ଆଡେ ବୁଲି ଆସି ଟିକେ ମୁହଁ ମାରି ଦେଇକି ଯିବା ଆଉ। ହଁ ହଁ ନା କଳି ଖୋଜୁ ଥାଇ ସଦା ନାରଦ କରି ଖୋଜ ଥାଇ ସଦା ନାରଦ କଳି ଖୋଜୁ ଥାଇ ସଦା ନାରଦ କରି ଖୋଜୁ ଥାଇ ସଦା ନାରଦ କଳି ଖୋଜୁ ଥାଇ ଫୁଲାର ବିନ୍ଦ କରି ଖୋଜୁ ଥାଇ ଫୁଲାର ବିନ୍ଦ। ଆଜ୍ଞା ଅଳି କହିଲେ ଭର ହଁ ଭର ସବୁବେଳେ ଫୁଲ ଖୋଜୁଥାଏ। ହଁ ହଁ ଫୁଲ ରସ ଖାଇ ହଁ ପାନ କରିବା ଉଦ୍ଦେଶ୍ୟରେ ହଁ ହଁ ଠିକ ସେଇ ପ୍ରକାର ହଁ ହଁ ନାରଦ ମହର୍ଷି ହଁ। ଆଜ୍ଞା ମନ ଭିତରେ ହଁ। ସବୁବେଳେ କାହା ସହିତ କଳି ଲଗେଇବି ହଁ କଳି ଲାଗିଲେ ମୁଁ ଟିକେ ମଜା ନେବି। ହଁ ଖାଲି ମଜା ନୁହଁ ହଁ ଦେବ କାର୍ଯ୍ୟ ସିଦ୍ଧି କରିବା ପାଇଁ ହଁ ହଁ ସମସ୍ୟା ସମାଧାନ କରିବା ପାଇଁ ପାଇଁ ଗୁରୁ ଦାୟିତ୍ୱ ନେଇଥାନ୍ତି କେବଳ ମହର୍ଷି ଦେବର୍ଷି। ମହର୍ଷି ତେଣୁ ମନରେ ଚିନ୍ତା କଲେ ହଁ ହଁ ସବୁଆଡେ ତ ମୁଁ ବୁଲି ଆସିଲେଣି ହଁ। ଇଏ ଗୋପପୁର ଆଡକୁ ଟିକେ ବୁଲିଯିବା। ହଁ ଗୋପପୁର ଆଡେ ଯାଉଛନ୍ତି। ହଁ ହଁ ଗୋପପୁରରେ ପହଞ୍ଚିବା କ୍ଷଣି ହଁ ହଁ ଚତୁର୍ଦିଗକୁ ନିରୀକ୍ଷଣ କଲେ। ହଁ ହଁ ଦେଖିଲେ ହଁ। ଯେଉଁ ଗୋପପୁରରେ ହଁ ହଁ କୃଷ୍ଣ ଥିବା ବେଳେ ହଁ ହସ କୌତୁକରେ ପରିପୂର୍ଣ୍ଣ ହେଇଥିଲା, ହଁ ହଁ ହସର ଲହରୀ ଖେଳୁଥିଲା, ହଁ ହଁ ଆଜି ଆଜ୍ଞା ସେ ସମସ୍ତ ଦେଖା ଯାଉ ନାହିଁ। କୃଷ୍ଣ ପ୍ରସାଦ ବସୁଙ୍କ ଭାଷାରେ ଦେଖୁଛନ୍ତି ନାରଦ ମହର୍ଷି ଗୋପପୁରର ଦୃଶ୍ୟ। କଣ ଦେଖିଲେ? କଣ ଦେଖିଲେ? କୃଷ୍ଣ ମଥୁରା ପରାଗ ମନ ଶ୍ରୀହୀନ ବୃନ୍ଦା ଆଉ ଶୁଭୁ ନାହିଁ ବଂଶୀରା ନିଶୋରା। ଏ ପ୍ରେମ ଯମୁନା ପୁରୀନା ଓରା ପୂର୍ଣ୍ଣ ବିଶ୍ୱମୋହନା ଏ ଗୋଷ୍ଠ ନୟନ ଛନ ଛନ
ସଜ୍ଜନ ନାରଦ ମହର୍ଷି ଲକ୍ଷ୍ୟ କରିଛନ୍ତି ଆଜି ଗୋପପୁରର ଦୃଶ୍ୟ ଦେଖୁଛନ୍ତି ଗୋପପୁରରେ ହସ ନାହିଁ କୃଷ୍ଣ ଗୋପପୁର ଚାଲିଯିବା ଦିନ ଠାରୁ ଗୋପପୁରକୁ ଛାଡି ମଥୁରା ଚାଲିଯିବା ଦିନ ଠାରୁ ଗୋପାଳୁଣୀ ମାନଙ୍କ ଓଠରୁ ହସ ଲିଭି ଯାଇଛି ଯମୁନାରେ ଆଉ ସ୍ନାନ କରିବା ବେଳେ ଗୋପାଳୁଣୀ ମାନଙ୍କର ହସ କୌତୁକ ଦେଖାଯାଉ ନାହିଁ ଗୋପପୁରର ଗାଈ ମାନେ ଚରଣ ଯେତେବେଳେ ଚରା ବୁଲା କରନ୍ତି ଆଗରେ କେତେ ଆନନ୍ଦରେ କୃଷ୍ଣ ଥିବା ବେଳେ କେତେ ଆନନ୍ଦରେ ଚରୁଥିବା ବେଳେ ଏବେ ଗାଈ ଗୋରୁ ଗାଈଙ୍କ ମୁହଁରେ ମଧ୍ୟ ହସ ନାହିଁ ହରସତା ନାହିଁ ସରସତା ନାହିଁ ଯୁଆଡେ ଚାହିଁଛନ୍ତି ସିଆଡେ ଚାହିଁଛନ୍ତି ଗୋରୁପାଲ ବୃନ୍ଦାବନ ଯମୁନା କୂଳରେ ମୟୂର ଆଉ ନୃତ୍ୟ କରୁନାହିଁ ଯମୁନାରେ ଆଉ ଜାଣି ଜଳ ବହୁନାହିଁ କେହି କାଞ୍ଚନ କୁମ୍ଭ ଘେନାଇ କାଞ୍ଚନ କୁମ୍ଭ ନାରୀ ଦାଣ୍ଡେ ନ ଚାଲନ୍ତି ଗୋପ ବାନ୍ଧି ନ ଜାଣତେ ଗୋପ କିଶୋର କିଶୋରୀ ହସ କରି ହରି ଗୋପାଳୁଣୀ ମାନେ ଆଉ କାଖରେ କୁମ୍ଭ ନେଇ ଯମୁନାକୁ ସ୍ନାନ କରିବାକୁ ଯାଉନାହାନ୍ତି ଗୋପାଳ ବାଳକ ମାନଙ୍କର ଥଟ୍ଟା ପରିହାସ ଆଉ ଗୋପ ଦାଣ୍ଡରେ ଶୁଭୁନାହିଁ ସମସ୍ତଙ୍କ ଆଖିରେ କେବଳ ସେଇ ଗୋଟିଏ ଚିନ୍ତା ସମସ୍ତଙ୍କ ମନରେ ଗୋଟିଏ କଥା ଗୋଟିଏ ଚିନ୍ତା କୃଷ୍ଣ କଣ ସତରେ ଆଉ ଫେରିବେନି ନନ୍ଦ ଯଶୋଦାଙ୍କ ଉଆସ ଆଡକୁ ଚାଲିଗଲେ ସେଦିନ ଆଜ୍ଞା ନାରଦ ମହର୍ଷି ଯାଇ ପହଞ୍ଚି ଦେଖୁଛନ୍ତି ନନ୍ଦ ଯଶୋଦାଙ୍କର ପରିସ୍ଥିତି ଯଶୋମତୀ ମା କୃଷ୍ଣଙ୍କୁ ନ ଦେଖିଥିବାରୁ କୃଷ୍ଣଙ୍କର ଦର୍ଶନ ପାଉନଥିବାରୁ ସେଦିନ କରିଛନ୍ତି କଣ ନୀଳମଣି ନୀଳ ହେ ମଣି ବାପ ଧନ করে লবণীকু ঘেনি করে লবণীকু ঘেনি অশোভন করে লবণীকু ঘেনি নীলমণি বাপ ধন করে লবণীকু ধারি করে লবণীকু ধারি অশোভন করে লবণীকু ধারি চাইছি বায়াণী মণি হরা ফণি 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 এহি এহি বেণু ধ্বনি এহি এহি বেণু ধ্বনি সজ্জন হও